ଦିନେ ଦଳେ ଛେଳି ବଣ ଭିତରେ ଚରୁଥିଲେ। କୋଉଠି ଚରୁଥିଲେ? ବଣ ଭିତରେ। ସେଥିରୁ ଗୋଟିଏ ଛେଳି ଡାଳ ପତ୍ର ଖାଇ ଖାଇ ଗହଳିଆ ବଣ ଭିତରକୁ ଚାଲିଗଲା। ଗହଳିଆ ବଣ କଣ କହିଲୁ? ଯୋଉଠି ବଣ ମାନେ ବହୁତ ଦୂରକୁ ଧୀରେ ଧୀରେ ସେ ଯୋଉ କଅଁଳିଆ ଲଟା ଖାଇ ଖାଇ ତାଙ୍କ ଦଳୁରୁ ଧୀରେ 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 ବଣ ଭିତରକୁ ଚାଲିଗଲା। କିଏ? ଛେଳି। ସେ ଛେଳି ପଲଙ୍କ ଠାରୁ ଦୂରେଇ ଯିବା ଫଳରେ ତାଙ୍କ ଠାରୁ ଅଲଗା ହେଇଗଲା। ଫେରି ଆସିବାକୁ ଆଉ ସେ ବାଟ ପାଇଲା ନାହିଁ। କିଏ? ଛେଳି। ସଞ୍ଜ ହେଇ ରାତି ହେବାକୁ ବସିଲା। ବଣ ଭିତର ଅନ୍ଧାର ଘୋଟିଗଲା। କଣ କରିବ? କିଏ? ଛେଳି। ରାତିରେ ଏକୁଟିଆ ରହିବ କେଉଁଠି? ଏଇ କଥା ଭାବି ଭାବି ସେ ଯାଇ ଗୋଟିଏ ରହିବା ଭଳି ଜାଗାରେ ପହଞ୍ଚିଗଲା। କିଏ? ଛେଳି। ସେଇ ଯୋଉ ଜାଗାରେ ସେ ପହଞ୍ଚିଲା ସେ ଜାଗାଟି ହଉଛି ଗୋଟିଏ ବାଘର ଘର। କାର? ବାଘର ଘର। ବାଘ ଶିକାର କରିବାକୁ ବଣ ଭିତରକୁ ଚାଲି ଯାଇଥିଲା ଦିନ ବେଳା। କିଏ? ବାଘ। ହେଲା। ଏ କଥା କାହାକୁ? ଛେଳିକୁ ଜଣା ନଥିଲା ନାହିଁ। ହେଲା। ଛେଳିକୁ ଜଣା ନଥିଲା। କିଛି ସମୟ ପରେ ବାଘ ତା ଘରକୁ ଫେରିଲା ରାତିରେ। ହେଲା। ଦେଖିଲା କଣ? ଦୁଇଟି ମୁନିଆ ଶିଙ୍ଗ ଥିବା ଜନ୍ତୁଟିଏ କିଏ ଆସିଛି ତା ଘରେ ପଶି ଯାଇଛି। କିଏ ଦେଖିଲା? ବାଘ। କଣ ଦେଖିଲା? ନା ଦିଟା ଶିଙ୍ଗ ଥିବା ମୁନିଆ ଜନ୍ତୁ କିଏ ଗୋଟେ ତାକୁ ଦେଖାଯାଉଛି। କୋଉଠି? ତା ଗୁମ୍ଫାରେ ପଶିକି ଅଛି। ଏଇ ଦୁଇ ଶିଙ୍ଗିଆ ଜୀବଟାକୁ ଦେଖି ଟିକେ ଡରିଗଲା। କିଏ? ବାଘ। ବାଘକୁ ତ ପୁରା ଦେଖାଯାଉନଥିଲା, ଖାଲି ସେ ଶିଙ୍ଗ ଦିଟାର ଛାଇ ଦେଖାଯାଉଥିଲା। ସିଏ ଡରିଗଲା ଏବଂ ସାହସ ବାନ୍ଧିକିଣି ପଚାରିଲା। ବାଘ ପଚାରିଲା, ମୋ ଘରେ କିଏ ପଶିଛ ରେ? କିଏ ପଚାରିଲା? ବାଘ। କଣ କହିଲା? ମୋ ଘରେ ମୋ ଘରେ କିଏ ପଶିଛ? ଛେଳିଟି ବାଘକୁ ଦେଖି ମନେ ମନେ ଖୁବ ଡରିଗଲା। ଛେଳି ଯେତେବେଳେ ଦେଖିଲା ବାଘର ଆବାଜ ଶୁଣିକିଣି କଣ ହେଲା? ଡରିଗଲା। ବାଘ କବଳରୁ କିପରି ମୁକୁଳିବ? ସେ ବାଘ ଠାରୁ କେମିତି ବଞ୍ଚି ପାଇବ ସେଥିପାଇଁ ସେ ଏକ ଫାନ୍ଦ ପାଞ୍ଚିଲା। ମନରେ ଗୋଟେ କଣ ହେଲା? ଚିନ୍ତା କରି ଭାବିଲା, ମୁଁ ଆ ପାଖରୁ କେମିତି ବଞ୍ଚିବି। ବାଘ ତା ଘର ଭିତରେ କିଏ ଅଛି ବୋଲି ପଚାରିବାରୁ ସେ ସଙ୍ଗେ ସଙ୍ଗେ କହିଲା। କଣ କହିଲା? ମୁଁ ଫାଗ। କଣ କହିଲା? ମୁଁ ଫାଗ। କେବଳ ବାଘର ମାଂସ ମୋର ଆହାର। ଛେଳି କହିଲା। କଣ କହିଲା? କହିଲା ମୁଁ ହଉଛି ଫାଗ। ମୁଁ କଣ? ମୋର କେବଳ ଦରକାର ବାଘର ମାଂସ ମୁଁ ଖାଇବି। ହେଲା। ଜୋରରେ ଆବାଜରେ କହିଲା ସେ ଗୁମ୍ଫା ଭିତରେ। ହେଲା। ଯାହା ହେଉ ତୁ ଆସିଗଲୁ ଭଲ ହେଲା। ଛେଳି କହିଲା। କାହାକୁ? ବାଘକୁ। କହିଲା ମୁଁ ବାଘ ମାଂସ ଖୋଜୁଥିଲି ଖାଇବି ବୋଲି, ଯାହା ହଉ ତୁ ଆସିଗଲୁ ଭଲ ହେଲା। ହେଲା। ଆଜି ମତେ ଆଉ ଉପାସରେ ରହିବାକୁ ପଡିବ ନାହିଁ। ହେଲା। ତୋ ମାଂସ ମୁଁ ଖାଇକି ଶାନ୍ତିରେ ରହିବି। ଏ କଥା ଶୁଣୁ ଶୁଣୁ ବାଘ କି ଆଉ ସେଠାରେ ରହେ? ଯେତେବେଳେ କଣ ଛେଳି ଏ କଥାଟା କହିଲା ଯେ ମୁଁ ଫାଗ, ମୁଁ ତୋ ମାଂସ ଖାଇବା ପାଇଁ ଏଠି ଅଛି, ଏ କଥା ଯେତେବେଳେ ଶୁଣିଲା ବାଘ ଆଉ ସେଠି ନାହିଁ। ସିଧା ଦୌଡ଼ିକିଣି ଯାଇ କୋଉଠି? ବଣ ଭିତରେ। ଛେଳି ନିଜର ଚତୁରପଣ ଯୋଗୁ ବାଘ ମୁହଁରୁ ରକ୍ଷା ପାଇ ସକାଳ ହେବାରୁ ତା ଘରକୁ ଫେରି ଆସିଲା। ବୁଝିପାରିଲୁ?